ଅଯଥାରେ ଯାଇକି ଆମେ ଛାତରୁ ଶାଗ ତୋଳିକି ଆଇଲୁ। ବାପା ଏପଟେ ଯାଇକି ହାଟରୁ କେତେବେଳେ ଶାଗ ଧରିକି ଆସିଲେଣି। ବୋପାଲ ମୁଁ ତ ଏଠି ଶାଗ ଆଣିକି ଧୋଇକି ରଖିଲିଣି ପକେଇବି ଡାଲମାରେ ବୋଲି। ଅଳ୍ପ ଏଇ ନାଲି ଶାଗ ଆଉ ଧଳା ଶାଗ। ଆଉ ତାହେଲେ କାଇଁ ତୋଳୁଥିଲ କାଇଁ ଛାତରୁ ତାହେଲେ? କେତିକି ତୋଳା ହେଇଛି କି ଦି ଚାରିଟା ହେରା କୋଉ କଣକୁ ହବ? ହେଲେ ବି ଗଛ ଆଉ ଟିକେ ବଢିଥାନ୍ତା ନା ଆଉ। ତମେ କଣ ତ ଶାଗରା ଏତେ ଲୋଭ କଲଣି? ଅଧା ଡାଲମା କରିଦବ, ଅଧା ଭାଜି ଦବ। ଡାଲମା ଅଧା ନୁହଁ, ଡାଲମା କୋଉ ଯାଏଁ ଗଲାଣି? ଡାଲମା ପରିବା ପକେଇବି। ଆଚ୍ଛା, ଆଉ ଯାଇ ଏତେ ଇଏ କରୁଛି ଆଉ। ଡାଲମା ଟିକେ କରିଦବ, ଶାଗ ଟିକେ ଭାଜିଦବ, କୋବି ଆଳୁ ଟିକେ ଭାଜିଦବ। ଶାଗ ଭାଜା ହବନି, ସାରୁ ଶାଗ ହବ। ହଉ ସାରୁ ଶାଗ କରିବ, ଡାଲମା ଟିକେ କରିବ, ଫୁଲକୋବି ଆଳୁ ଟିକେ ଭାଜିଦବ, ସାଲାଡ ଟିକେ କରିଦବ, ପାମ୍ପଡ଼ ଟିକେ କରିଦବ। ଏତିକି ରହିଯା ବ୍ରେକ୍। ସେଟା ପୂର୍ଣ୍ଣଚ୍ଛେଦ କରିଦିଅ। ଏତିକି? ହଁ, ପୂର୍ଣ୍ଣଚ୍ଛେଦ କହିବି ପରା। ଓହୋ, ହଉ ତାହେଲେ ଆଉ। ହଉ ତାହେଲେ କି କଷ୍ଟରେ କହୁଛନ୍ତି ଏତେ ପ୍ରକାର। ଯାହା ତମେ ଦବ ଆମେ ଖୁସିରେ ଖାଇବୁ। ଆମେ ଆଉ କଣ ଜୋର ଜବରଦସ୍ତି କରିପାରିବୁ? ଆମ ହାତରେ କଣ ଅଛି?